ଓମ୍ ଶାନ୍ତି। 30 ଅକ୍ଟୋବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମକୁ ବର୍ତ୍ତମାନ ବହୁତ ସାଧାରଣ ଭାବରେ ରହିବାକୁ ହେବ। ଦାମୀ ଦାମୀ ସୌଖିନୀ ଡ୍ରେସ୍ ପିନ୍ଧିବା ଦ୍ୱାରା ମଧ୍ୟ ଦେହ ଅଭିମାନ ଆସିଥାଏ। ତୁମକୁ ବର୍ତ୍ତମାନ ବହୁତ ସାଧାରଣ ଭାବରେ ରହିବାକୁ ହେବ। ଦାମୀ ଦାମୀ ସୌଖିନୀ ଡ୍ରେସ୍ ପିନ୍ଧିବା ଦ୍ୱାରା ମଧ୍ୟ ଦେହ ଅଭିମାନ ଆସିଥାଏ। ଆଜିର ପ୍ରଶ୍ନ, ଭାଗ୍ୟରେ ଉଚ୍ଚପଦ ନଥିଲେ ପିଲାମାନେ କେଉଁ କଥାରେ ମାନ୍ଦା ହୋଇଥାନ୍ତି? ଭାଗ୍ୟରେ ଉଚ୍ଚପଦ ନଥିଲେ ପିଲାମାନେ କେଉଁ କଥାରେ ମାନ୍ଦା ହୋଇଥାନ୍ତି? ଉତ୍ତର, ବାବା କହୁଛନ୍ତି, ପିଲାମାନେ ନିଜକୁ ସୁଧାରିବା ପାଇଁ ଚାର୍ଟ ରଖ। ଯୋଗର ଚାର୍ଟ ରଖିଲେ ବହୁତ ଫାଇଦା ହୁଏ। ନୋଟବୁକ୍ ସର୍ବଦା ସାଥିରେ ରଖିଥାଅ। ଚେକ୍ କର, ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଲି। ମୋର ରେଜିଷ୍ଟର କିପରି ରହିଛି? ଚରିତ୍ର ଦୈବୀ ଅଟେ। କର୍ମ କରୁଥିବା ବେଳେ ବାବାଙ୍କର ସ୍ମୃତି ରହୁଛି। ଯୋଗ ଦ୍ୱାରା ହିଁ କଳଙ୍କି ଛାଡ଼ିବ ଏବଂ ଭାଗ୍ୟ ଉଚ୍ଚ ହେବ। ଗୀତ, ଭୋଲେନାଥ ସେ ନିରାଲା ଔର କୋଇ ନେହିଁ। ଓମ୍ ଶାନ୍ତି। ମଧୁର ପିଲାମାନଙ୍କ ପାଖରେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ନିଶ୍ଚିତ ରହିବା ଦରକାର। ଲକ୍ଷ୍ମୀ ନାରାୟଣଙ୍କ ଚିତ୍ରକୁ ଦେଖି ତୁମକୁ ବହୁତ ଖୁସି ହେବା ଦରକାର। କାହିଁକି ନା ଏହା ହେଉଛି ତୁମ ପାଠପଢ଼ାର ଲକ୍ଷ୍ୟ। ତୁମେ ଜାଣୁଛ ଯେ ଆମେ ଛାତ୍ର ଅଟୁ ଏବଂ ଈଶ୍ୱର ଆମକୁ ପଢ଼ାଉଛନ୍ତି। ଆମେ ଈଶ୍ୱରୀୟ ଛାତ୍ର ବା ବିଦ୍ୟାର୍ଥୀ ଅଟୁ। ଆମେ ଏହି ପାଠ ପଢ଼ୁଛୁ। ସମସ୍ତଙ୍କ ପାଇଁ ଏହି ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି। ଲକ୍ଷ୍ମୀ ନାରାୟଣକୁ ଦେଖି ବହୁତ ଖୁସି ହେବା ଦରକାର। ଗୀତ ମଧ୍ୟ ପିଲାମାନେ ଶୁଣିଲେ। ବହୁତ ଭୋଳାନାଥ ଅଟନ୍ତି। କେହି ଶଙ୍କରଙ୍କୁ ଭୋଳାନାଥ ଭାବିଥାନ୍ତି, ପୁଣି ଶିବ ଏବଂ ଶଙ୍କରଙ୍କୁ ଏକ କରିଦେଇଥାନ୍ତି। ଏବେ ତୁମେ ଜାଣୁଛ ଯେ ଶିବ ସର୍ବୋଚ୍ଚ ଭଗବାନ ଏବଂ ଶଙ୍କର ଦେବତା ପୁଣି ଦୁଇ ଜଣ ଏକ କିପରି ହୋଇପାରିବେ? ଏହା ମଧ୍ୟ ଗୀତରେ ଶୁଣିଲ ଯେ ଭଗବାନ ଭକ୍ତଙ୍କର ରକ୍ଷାକର୍ତ୍ତା। ତେବେ ନିଶ୍ଚିତ ଭକ୍ତଙ୍କ ଉପରେ କୌଣସି ବିପଦ ଅଛି। 5 ବିକାରର ବିପଦ ତ ସମସ୍ତଙ୍କ ଉପରେ ରହିଛି। ଭକ୍ତ ମଧ୍ୟ ସମସ୍ତେ ଅଟନ୍ତି। ଜ୍ଞାନୀ ତ କାହାକୁ କୁହାଯାଇପାରିବ ନାହିଁ। ଜ୍ଞାନ ଏବଂ ଭକ୍ତି ବିଲକୁଲ ଅଲଗା ଜିନିଷ ଅଟେ। ଯେପରି ଶିବ ଏବଂ ଶଙ୍କର ଅଲଗା ଅଟନ୍ତି। ଯେତେବେଳେ ଜ୍ଞାନ ମିଳୁଛି ପୁଣି ଭକ୍ତି ରହୁନାହିଁ। ତୁମେ ସୁଖଧାମର ମାଲିକ ହେଉଛ। ଅଧାକଳ୍ପ ପାଇଁ ସଦ୍ଗତି ମିଳିଯାଉଛି। ଜଣକର ଇସାରାରେ ତୁମେ ଅଧାକଳ୍ପର ସମ୍ପତ୍ତି ପ୍ରାପ୍ତ କରୁଛ। ଦେଖୁଛ ଯେ ଭକ୍ତଙ୍କୁ କେତେ ଦୁଃଖ ଭୋଗ କରିବାକୁ ପଡ଼ୁଛି। ଜ୍ଞାନ ଦ୍ୱାରା ତୁମେ ଦେବତା ହୋଇଯାଉଛ। ପୁଣି ଯେବେ ଭକ୍ତଙ୍କ ଉପରେ କଷଣ ପଡ଼ିଥାଏ, ଅର୍ଥାତ୍ ଦୁଃଖ ହୋଇଥାଏ, ସେତେବେଳେ ଯାଇ ବାବା ଆସିଥାନ୍ତି। ବାବା ବୁଝାଉଛନ୍ତି ଯେ ଡ୍ରାମା ଅନୁସାରେ ଯାହା ବିତିଯାଇଛି ତାହାର ପୁଣି ପୁନରାବୃତ୍ତି ହେବ। ପୁଣି ଭକ୍ତି ଆରମ୍ଭ ହୋଇଥାଏ ତ ବାମ ମାର୍ଗ ଆରମ୍ଭ ହୋଇଥାଏ, ଅର୍ଥାତ୍ ପତିତ ହେବାର ମାର୍ଗ ଆରମ୍ଭ ହୁଏ। ସେଥିରେ ମଧ୍ୟ ପ୍ରଥମ ନମ୍ବର ହେଉଛି କାମ ବିକାର, ଯାହା ପାଇଁ ହିଁ କୁହାଯାଇଛି ଯେ କାମ ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ ଜିତି ହେବ। ସେମାନେ କ'ଣ ବିଜୟ ପ୍ରାପ୍ତ କରୁଛନ୍ତି? ରାବଣ ରାଜ୍ୟରେ ବିକାର ବିନା ତ କାହାର ଶରୀର ମଧ୍ୟ ସୃଷ୍ଟି ହେଉନାହିଁ। ସତ୍ୟ ଯୁଗରେ ରାବଣ ରାଜ୍ୟ ନଥାଏ। ସେଠାରେ ଯଦି ରାବଣ ରହିବ, ତେବେ ଭଗବାନ ରାମ ରାଜ୍ୟ ସ୍ଥାପନ କରି କଲେ କ'ଣ? ଲୌକିକ ପିତାଙ୍କର କେତେ ଚିନ୍ତା ରହୁଛି, ମୋର ପିଲାମାନେ ସୁଖରେ ରୁହନ୍ତୁ। ଧନ ଏକାଠି କରି ପିଲାମାନଙ୍କୁ ଦେଇଥାନ୍ତି ଯେ ସୁଖରେ ରୁହନ୍ତୁ। ପରନ୍ତୁ ଏଠାରେ ତ ଏଭଳି ହୋଇପାରିବ ନାହିଁ। ଏହା ହେଉଛି ଦୁଃଖର ଦୁନିଆ। ଇଏ ବେହଦର ବାବା କହୁଛନ୍ତି ଯେ ତୁମେ ସେଠାରେ ଜନ୍ମ ଜନ୍ମାନ୍ତର ସୁଖ ଭୋଗିଥିବ। ଅମାପ ଧନ ମିଳିଯାଇଥାଏ। 21 ଜନ୍ମ ସେଠାରେ କୌଣସି ଦୁଃଖ ରହିବ ନାହିଁ। ଦେବାଳିଆ ହେବ ନାହିଁ। ଏହି କଥା ବୁଦ୍ଧିରେ ଧାରଣ କରି ଅନ୍ତରରେ ବହୁତ ଖୁସି ରହିବା ଦରକାର। ତୁମର ଜ୍ଞାନ ଏବଂ ଯୋଗ ସମ୍ପୂର୍ଣ୍ଣ ଗୁପ୍ତ ଅଟେ।
ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି କିଛି ନାହିଁ। ବାବା ବୁଝାଉଛନ୍ତି ଯେ ଏହା ହେଉଛି ଜ୍ଞାନର ତରବାରୀ। ସେମାନେ ପୁଣି ସ୍ଥୂଳ ଅସ୍ତ୍ରଶସ୍ତ୍ର ଦେବୀମାନଙ୍କୁ ଦେଇଛନ୍ତି। ଶାସ୍ତ୍ର ଆଦି ଯେଉଁମାନେ ପଢ଼ୁଛନ୍ତି ସେମାନେ କେବେ ଏପରି କହିବେ ନାହିଁ ଯେ ଏହା ଜ୍ଞାନର ଅସ୍ତ୍ର, ଏହା ଜ୍ଞାନର ଖଣ୍ଡା ଅଟେ। ଏହା ବେହଦର ବାବା ହିଁ ବସି ବୁଝାଉଛନ୍ତି। ସେମାନେ ଭାବୁଛନ୍ତି ଯେ ଶକ୍ତି ସେନାମାନେ ହିଁ ବିଜୟ ପ୍ରାପ୍ତ କରୁଛନ୍ତି, ତେଣୁ ନିଶ୍ଚିତ କୌଣସି ଅସ୍ତ୍ରଶସ୍ତ୍ର ଥିବ। ବାବା ଆସି ଏହି ସବୁ ଭୁଲ କଥାକୁ ବୁଝାଉଛନ୍ତି। ତୁମର ଏହି କଥାକୁ ଢେର ଲୋକ ଶୁଣିବେ। ବିଦ୍ୱାନ ଲୋକମାନେ ମଧ୍ୟ ଦିନେ ନା ଦିନେ ଆସିବେ। ଅବିନାଶୀ ବାବା ଅଟନ୍ତି ନା? ତୁମେ ସନ୍ତାନମାନେ ଶ୍ରୀମତ ପାଳନ କଲେ ହିଁ କଲ୍ୟାଣ ହେବ। ତେବେ ଯାଇ ଦେହ ଅଭିମାନ ସମାପ୍ତ ହେବ। ଏଣୁ ସାହୁକାର ଲୋକମାନେ ଆସୁନାହାନ୍ତି। ବାବା କହୁଛନ୍ତି ଯେ ଦେହ ଅହଙ୍କାରକୁ ଛାଡ଼। ଭଲ ଡ୍ରେସ୍ ଆଦି ପିନ୍ଧିବାର ମଧ୍ୟ ନିଶା ରହିଥାଏ। ତୁମେ ଏବେ ବନବାସରେ ଅଛ ନା? ଏବେ ଯାଉଛ ଶ୍ୱଶୁର ଘର। ସେଠାରେ ତୁମକୁ ବହୁତ ସୁନା ଗହଣା ପିନ୍ଧାଯିବ। ଏଠାରେ ଦାମୀ ଡ୍ରେସ୍ ପିନ୍ଧ ନାହିଁ। ବାବା କହୁଛନ୍ତି ଯେ ବିଲକୁଲ ସାଧାରଣ ଭାବରେ ରହିବାକୁ ହେବ। ଯେଉଁଭଳି କାର୍ଯ୍ୟ ମୁଁ କରୁଛି, ପିଲାମାନଙ୍କୁ ମଧ୍ୟ ସେହିଭଳି ସାଧାରଣ ରହିବାକୁ ହେବ। ନଚେତ ଦେହର ଅଭିମାନ ଆସିଯାଇଥାଏ। ତାହା ପୁଣି ବହୁତ କ୍ଷତି କରିଦେଇଥାଏ। ତୁମେ ଜାଣୁଛ ଯେ ଆମେ ଶ୍ୱଶୁର ଘର ଯାଉଛୁ। ସେଠାରେ ଆମକୁ ବହୁତ ଗହଣା ମିଳିବ। ଏଠାରେ ତୁମକୁ ସୁନା ଗହଣା ଆଦି ପିନ୍ଧିବାର ନାହିଁ। ଆଜିକାଲି କେତେ ଚୋରି ଆଦି ହେଉଛି। ରାସ୍ତାରେ ହିଁ ଡାକୁ ଛଡ଼େଇ ନେଇଯାଉଛନ୍ତି। ଦିନକୁ ଦିନ ଏହି ହଙ୍ଗାମା ଆଦି ବେଶୀ ବେଶୀ ବଢ଼ି ଚାଲିବ। ସେଥିପାଇଁ ବାବା କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ଦେହ ଅଭିମାନ ଆସିଲେ ବାବାଙ୍କୁ ଭୁଲିଯିବ। ଏହି ପରିଶ୍ରମ ଏବେ ହିଁ କରିବାକୁ ପଡ଼ୁଛି। ପୁଣି କେବେ ବି ଭକ୍ତି ମାର୍ଗରେ ଏହି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏବେ ତୁମେ ସଙ୍ଗମ ଯୁଗରେ ଅଛ। ତୁମେ ଜାଣିଛ ଯେ ବାବା ଆସୁଛନ୍ତି ପୁରୁଷୋତ୍ତମ ସଙ୍ଗମ ଯୁଗରେ। ଲଢ଼େଇ ମଧ୍ୟ ନିଶ୍ଚିତ ହେବ। ଆଣବିକ ବୋମା ଆଦି ବହୁତ ତିଆରି କରି ଚାଲିଛନ୍ତି। କେତେ ବି ତାଙ୍କୁ କୁହ ଯେ ଏହା ବନ୍ଦ କର, ପରନ୍ତୁ ଏପରି ହୋଇପାରିବ ନାହିଁ। ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଟେ। ବୁଝାଇଲେ ମଧ୍ୟ ବୁଝିବେ ନାହିଁ। ମୃତ୍ୟୁ ତ ହେବାର ଅଛି, ତେଣୁ ବନ୍ଦ କିପରି ହେବ? ବୁଝିଲେ ମଧ୍ୟ ବନ୍ଦ କରିବେ ନାହିଁ। ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଯାଦବ ଏବଂ କୌରବମାନଙ୍କୁ ସମାପ୍ତ ହେବାର ଅଛି। ଯାଦବ ହେଲେ ୟୁରୋପବାସୀ। ସେମାନଙ୍କର ହେଲା ବିଜ୍ଞାନର ଅହଙ୍କାର, ଯାହାଦ୍ୱାରା ବିନାଶ ହୋଇଥାଏ। ତାପରେ ଶାନ୍ତିର ବିଜୟ ହୋଇଥାଏ। ତୁମକୁ ଶାନ୍ତ ସ୍ୱରୂପରେ ରହିବା ପାଇଁ ଶିଖାଯାଉଛି। ବାବାଙ୍କୁ ମନେ ପକାଅ ସମ୍ପୂର୍ଣ୍ଣ ନିରବତାର ସହିତ। ମୁଁ ଆତ୍ମା ଶରୀରଠାରୁ ଅଲଗା ଅଟେ। ଶରୀର ଛାଡ଼ିବା ପାଇଁ ଯେପରି ଆମେ ପୁରୁଷାର୍ଥ କରୁଛୁ, ଏପରି କେବେ କେହି ଶରୀର ଛାଡ଼ିବା ପାଇଁ ପୁରୁଷାର୍ଥ କରିଥାନ୍ତି କି? ସାରା ବିଶ୍ୱ ଖୋଜି କରି ଆସ। କିଏ ଅଛନ୍ତି ଯିଏ କହିବେ ହେ ଆତ୍ମା, ଏବେ ତୁମକୁ ଶରୀର ଛାଡ଼ି ଯିବାକୁ ହେବ। ପବିତ୍ର ହୁଅ, ନଚେତ ପୁଣି ଦଣ୍ଡ ଭୋଗିବାକୁ ପଡ଼ିବ। ଦଣ୍ଡ କିଏ ପାଇଥାଏ? ଆତ୍ମା। ସେତେବେଳେ ସାକ୍ଷାତକାର ହୋଇଥାଏ। ତୁମେ ଏହି ପାପ କରିଛ, ଏବେ ଦଣ୍ଡ ଭୋଗ କର। ସେତେବେଳେ ଅନୁଭବ ହୋଇଥାଏ ଯେପରି ଜନ୍ମ ଜନ୍ମାନ୍ତର ପାଇଁ ଦଣ୍ଡ ମିଳୁଛି। ଏତେ ଦୁଃଖ ଭୋଗ କରିବ, ତେବେ ବାକି ସୁଖର ସନ୍ତୁଳନ କେତେ ରହିଲା? ବାବା କହୁଛନ୍ତି ଯେ ବର୍ତ୍ତମାନ କୌଣସି ପାପ କର୍ମ କର ନାହିଁ। ନିଜର ରେଜିଷ୍ଟର ରଖ। ପ୍ରତ୍ୟେକ ସ୍କୁଲରେ ଚାଲିଚଳନୀର ରେଜିଷ୍ଟର ରଖିଥାନ୍ତି ନା? ଶିକ୍ଷା ମନ୍ତ୍ରୀ ବି କହିଥାନ୍ତି ଭାରତର ଚରିତ୍ର ଠିକ୍ ନାହିଁ। କୁହ, ଆମେ ଏହି ଲକ୍ଷ୍ମୀ ନାରାୟଣଙ୍କ ପରି ଚରିତ୍ର ଗଠନ କରୁଛୁ। ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ତ ସର୍ବଦା ପାଖରେ ଥିବା ଦରକାର। ଏହା ଆମର ଲକ୍ଷ୍ୟ ଉଦ୍ଦେଶ୍ୟ। ଆମେ ଏହିଭଳି ହେବା ପାଇଁ ଯାଉଛୁ। ଏହି ଆଦି ସନାତନ ଦେବୀ ଦେବତା ଧର୍ମକୁ ଆମେ ସ୍ଥାପନ କରୁଛୁ ଶ୍ରୀମତର ଆଧାରରେ। ଏଠାରେ ଚାଲିଚଳନର ସୁଧାର କରାଯାଇଥାଏ। ତୁମର ଏଠାରେ କଚେରୀ ବି ହୋଇଥାଏ।
ସବୁ ସେବା କେନ୍ଦ୍ରରେ ପିଲାମାନଙ୍କର କଚେରୀ ହେବା ଦରକାର। ପ୍ରତିଦିନ କୁହ, ଚାଟ ରଖ, ତାହା ହେଲେ ସୁଧାର ହେବ। କାହାର ଭାଗ୍ୟରେ ନାହିଁ ତ ପୁଣି ଆଳସ୍ୟ କରିଥାନ୍ତି। ଚାଟ ରଖିବା ବହୁତ ଭଲ ପୁରୁଷାର୍ଥ ଅଟେ। ତୁମେ ଜାଣୁଛ ଯେ ଆମେ ଏହି 84 ଜନ୍ମର ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯାଉଛେ। ଏହା କେତେ ସହଜ ଅଟେ ଏବଂ ପୁଣି ପବିତ୍ର ମଧ୍ୟ ହେବାକୁ ପଡ଼ିବ। ୟାଦର ଚାଟ ରଖ, ଏଥିରେ ତୁମକୁ ବହୁତ ଫାଇଦା ହେବ। ନୋଟବୁକ୍ ବାହାର ନ କଲେ ଭାବିନିଅ ବାବାଙ୍କୁ ୟାଦ କରିନାହାନ୍ତି। ନୋଟବୁକ୍ ସର୍ବଦା ହାତରେ ରଖ। ନିଜର ଚାଟ ଦେଖ, କେତେ ସମୟ ବାବାଙ୍କୁ ମନେ ପକାଇଲ। ୟାଦ ବିନା କଳଙ୍କି ଛାଡ଼ିପାରିବ ନାହିଁ। ଜଙ୍କ ଛଡ଼ାଇବା ପାଇଁ ଜିନିଷକୁ କିରୋସିନିରେ ପକାଇଥାନ୍ତି ନା? କର୍ମ କରୁଥିଲେ ମଧ୍ୟ ବାବାଙ୍କୁ ମନେ ପକାଅ, ତେବେ ପୁରୁଷାର୍ଥର ଫଳ ମିଳିଯିବ। ପରିଶ୍ରମ ଅଟେ ନା? ଏମିତି କ'ଣ ଖାଲିଟାରେ ମୁଣ୍ଡରେ ମୁକୁଟ ପିନ୍ଧାଇ ଦେବେ କି? ବାବା ଏତେ ଶ୍ରେଷ୍ଠ ପଦ ଦେଉଛନ୍ତି, କିଛି ତ ପରିଶ୍ରମ କରିବାକୁ ପଡ଼ିବ। ଏଥିରେ ତ ହାତ ଗୋଡ଼ ଆଦି କିଛି ବି ଚଲାଇବାର ନାହିଁ। ପାଠ ପଢ଼ା ତ ବିଲକୁଲ ସହଜ ଅଟେ। ବୁଦ୍ଧିରେ ରହିଛି ଯେ ଶିବ ବାବାଙ୍କ ଯୋଗୁଁ ବ୍ରହ୍ମାଙ୍କ ଦ୍ୱାରା ଆମେ ଦେବତା ହେଉଛୁ। କୁଆଡ଼େ ବି ଯାଉଛ ବ୍ୟାଚ ପିନ୍ଧିଥାଅ। କୁହ, ବାସ୍ତବରେ ଏହା ଆମର କୋଟ୍ ଅଫ୍ ଆର୍ମସ୍ ଅର୍ଥାତ୍ କୌଳିକ ଚିହ୍ନ ଅଟେ। ବୁଝାଇବା ସମୟରେ ବଡ଼ ରାଜକୀୟ ଢଙ୍ଗ ରହିବା ଦରକାର। ବହୁତ ମଧୁରତାର ସହ ବୁଝାଇବା ଉଚିତ। କୋଟ୍ ଅଫ୍ ଆର୍ମସ୍ ଅର୍ଥାତ୍ ବ୍ୟାଚ ଉପରେ ବି ବୁଝାଅ। ପ୍ରୀତି ବୁଦ୍ଧି ଏବଂ ବିପ୍ରୀତି ବୁଦ୍ଧି କାହାକୁ କୁହାଯାଉଛି? ତୁମେ ପିତାଙ୍କୁ ଜାଣିଛ? ଲୌକିକ ପିତାଙ୍କୁ ତ ଈଶ୍ୱର କହିବେ ନାହିଁ। ସେହି ଅବିନାଶୀ ପିତା ହିଁ ପତିତ ପାବନ ସୁଖର ସାଗର ଅଟନ୍ତି। ତାଙ୍କଠାରୁ ହିଁ ଅସରନ୍ତି ସୁଖ ମିଳିଥାଏ। ଅଜ୍ଞାନ କାଳରେ ଭାବୁଥିଲେ ମା ବାପା ସୁଖ ଦେଉଛନ୍ତି, ଶ୍ୱଶୁର ଘର ପଠାଇ ଦେଇଥାନ୍ତି। ଏବେ ତୁମର ଅଟେ ଅଲୌକିକ ଶ୍ୱଶୁର ଘର। ତାହା ହେଲା ହଦର। ସେ ମା ବାପା ଅତି ବେଶୀରେ 5-7 ଲକ୍ଷ କିମ୍ବା କୋଟିଏ ଟଙ୍କା ଦେବେ। ତୁମର ତ ବାବା ନାମ ରଖିଛନ୍ତି ପଦ୍ମା ପଦମପତି ହେଉଥିବା ସନ୍ତାନମାନେ। ସେଠାରେ ତ ପଇସାର କିଛି କଥା ହିଁ ନାହିଁ। ସବୁ କିଛି ମିଳିଯାଇଥାଏ। ବହୁତ ସୁନ୍ଦର ସୁନ୍ଦର ମହଲ ହୋଇଥାଏ। ଜନ୍ମ ଜନ୍ମାନ୍ତର ପାଇଁ ତୁମକୁ ମହଲ ମିଳିଥାଏ। ସୁଦାମାର ଉଦାହରଣ ରହିଛି ନା? ଚାଉଳ ମୁଠି କଥା ଶୁଣିଛନ୍ତି, ତେଣୁ ଏଠାକୁ ତାହା ମଧ୍ୟ ନେଇ ଆସିଥାନ୍ତି। କିନ୍ତୁ କ'ଣ ଖାଲି ଭାତ ଖାଇବେ କି? ତେଣୁ ତାହା ସାଥିରେ କିଛି ମସଲା ଆଦି ବି ନେଇ ଆସିଥାନ୍ତି। କେତେ ସ୍ନେହରେ ନେଇ ଆସୁଛନ୍ତି। ବାବା ତ ଆମକୁ ଜନ୍ମ ଜନ୍ମାନ୍ତର ପାଇଁ ଦେବେ, ଏଣୁ ଦାତା କୁହାଯାଇଛି। ଭକ୍ତି ମାର୍ଗରେ ତୁମେ ଈଶ୍ୱରଙ୍କ ନିମନ୍ତେ ଦେଇଥାଅ, ତେଣୁ ଅଳ୍ପ କାଳ ପାଇଁ ପରଜନ୍ମରେ ମିଳିଥାଏ। କିଏ ଗରିବଙ୍କୁ ଦାନ ଦେଇଥାନ୍ତି, କଲେଜ ତିଆରି କରିଥାନ୍ତି ତ ପରଜନ୍ମରେ ବିଦ୍ୟାର ଦାନ ମିଳିଥାଏ। ଧର୍ମଶାଳା ତିଆରି କରିଥାନ୍ତି ତ ମହଲ ମିଳିଥାଏ। କାହିଁକି ନା ଧର୍ମଶାଳାରେ ରହି ସୁଖ ପାଇଥାନ୍ତି। ଏହା ତ ଜନ୍ମ ଜନ୍ମାନ୍ତରର କଥା ଅଟେ। ତୁମେ ଜାଣିଛ ଯେ ଶିବ ବାବାଙ୍କୁ ଯାହା ଦେଉଛ ତାହା ସବୁ ଆମର ହିଁ କାମରେ ଲଗାଇଥାନ୍ତି। ଶିବ ବାବା ତ ନିଜ ପାଖରେ ରଖନ୍ତି ନାହିଁ। ବ୍ରହ୍ମାକୁ ମଧ୍ୟ କହିଲେ ସବୁ ସମ୍ପତ୍ତି ଦେଇଦିଅ, ତାହା ହେଲେ ତୁମେ ବିଶ୍ୱର ମାଲିକ ହୋଇଯିବ। ବିନାଶର ଓ ରାଜପଦର ମଧ୍ୟ ସାକ୍ଷାତକାର କରାଇଲେ। ବାସ୍, ନିଶା ଚଢ଼ିଗଲା। ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି। ଗୀତାରେ ବି ଅଛି, ଅର୍ଜୁନକୁ ସାକ୍ଷାତକାର କରାଇଲେ, ମୋତେ ମନେ ପକାଅ, ତେବେ ତୁମେ ଏହିପରି ହେବ। ବିନାଶ ଏବଂ ସ୍ଥାପନାର ସାକ୍ଷାତକାର କରାଇଥିଲେ। ତେଣୁ ବ୍ରହ୍ମାକୁ ମଧ୍ୟ ପ୍ରାରମ୍ଭରେ ଖୁସିର ପାରଦ ଚଢ଼ିଗଲା। ଡ୍ରାମାରେ ଏହିପରି ଅଭିନୟ ଥିଲା। ଭାଗୀରଥକୁ ମଧ୍ୟ କେହି ଜାଣିନାହାନ୍ତି। ତେଣୁ ତୁମ ପିଲାମାନଙ୍କ ଏହି ଲକ୍ଷ୍ୟ ବୁଦ୍ଧିରେ ରହିବା ଦରକାର। ଆମେ ଏହିପରି ହେଉଛୁ। ଯେତିକି ପୁରୁଷାର୍ଥ କରିବ ସେତିକି ଉଚ୍ଚପଦ ପାଇବ। ଗାୟନ କରିଥାନ୍ତି ଭଲ ଫାଦର, ଅର୍ଥାତ୍ ବ୍ରହ୍ମା ବାବାଙ୍କୁ ଅନୁସରଣ କର। ଏହା ଏହି ସମୟର କଥା ଅଟେ। ଅବିନାଶୀ ବାବା କହିଥାନ୍ତି ଯେ ମୁଁ ଯେଉଁ ରାୟ ଦେଉଛି ତାହାକୁ ଅନୁସରଣ କର।
ବ୍ରହ୍ମା କ'ଣ କଲେ ତାହା ବି ବତାଉଛନ୍ତି। ତାଙ୍କୁ ସୌଦାଗର, ରତ୍ନାଗର, ଯାଦୁଗର କହିଥାନ୍ତି ନା। ବ୍ରହ୍ମା ବାବା ଅଚାନକ ହିଁ ସବୁ କିଛି ଛାଡ଼ିଦେଲେ। ପ୍ରଥମେ ସେ ସ୍ଥୂଳରତ୍ନର ବ୍ୟବସାୟୀ ଥିଲେ, ଏବେ ଅବିନାଶୀ ଜ୍ଞାନରତ୍ନର ବ୍ୟବସାୟୀ ହୋଇଛନ୍ତି। ନର୍କକୁ ସ୍ୱର୍ଗ କରିବା କେତେ ବଡ଼ ଯାଦୁ ଅଟେ। ପୁଣି ସୌଦାଗର ମଧ୍ୟ ଅଟନ୍ତି। ପିଲାମାନଙ୍କୁ କେତେ ଶ୍ରେଷ୍ଠ ସୌଦା ଦେଇଥାନ୍ତି। ସାଧାରଣ ଚାଉଳ ମୁଠି ନେଇ ମହଲ ଦେଇଥାନ୍ତି। କେତେ ଭଲ ରୋଜଗାର କରାଉଛନ୍ତି। ହୀରା ଲୀଳା ବ୍ୟାପାରରେ ମଧ୍ୟ ଏହିପରି ହୋଇଥାଏ। କେହି ଯଦି ଆମେରିକାର ଗ୍ରାହକ ଆସିଥାନ୍ତି ତ ତାଙ୍କଠାରୁ 100 ଟଙ୍କା ବସ୍ତୁକୁ 500 କିମ୍ବା 1000 ଟଙ୍କା ବି ନିଅନ୍ତି। ସେମାନଙ୍କଠାରୁ ତ ବହୁତ ପଇସା ନେଇଥାନ୍ତି। ତୁମ ପାଖରେ ତ ସବୁଠାରୁ ପୁରୁଣା ବସ୍ତୁ ହେଲା ପ୍ରାଚୀନ ରାଜଯୋଗ। ତୁମକୁ ଏବେ ଭୋଳାନାଥ ବାବା ମିଳିଛନ୍ତି। କେତେ ଭୋଳା ଅଟନ୍ତି। ତୁମକୁ କ'ଣରୁ କ'ଣ କରୁଛନ୍ତି। ପୁରୁଣା ଦୁନିଆର ମୂଲ୍ୟହୀନ ବସ୍ତୁ ବଦଳରେ ତୁମକୁ 21 ଜନ୍ମ ପାଇଁ କ'ଣ କରିଦେଉଛନ୍ତି। ମନୁଷ୍ୟଙ୍କୁ କିଛି ବି ଜଣା ନାହିଁ। କେତେବେଳେ କହିଥାନ୍ତି ଭୋଳାନାଥ ଏହା ଦେଇଛନ୍ତି, କେତେବେଳେ କହୁଛନ୍ତି ଅମ୍ବା ଦେଇଛନ୍ତି, ଗୁରୁ ଦେଇଛନ୍ତି। ଏଠାରେ ତ ହେଉଛି ପାଠପଢ଼ା। ତୁମେ ଈଶ୍ୱରୀୟ ପାଠଶାଳାରେ ବସିଛ। ଗୀତା ଜ୍ଞାନ ଦିଆଯାଉଥିବା ସ୍ଥାନକୁ ଈଶ୍ୱରୀୟ ପାଠଶାଳା କହୁଛନ୍ତି। ଗୀତାରେ ଅଛି ଭଗବାନ ଉବାଚ, ପରନ୍ତୁ ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଭଗବାନ କାହାକୁ କୁହାଯାଉଛି। କାହାକୁ ବି ପଚାର, ପରମପିତା ପରମାତ୍ମାକୁ ଜାଣିଛ? ବାବା ହେଉଛନ୍ତି ବଗିଚାର ମାଲିକ। ତୁମକୁ କଣ୍ଟାରୁ ଫୁଲ କରୁଛନ୍ତି। ସ୍ୱର୍ଗକୁ ଆଲ୍ଲାଙ୍କ ବଗିଚା କହୁଛନ୍ତି। ୟୁରୋପିଆନ ଲୋକେ ମଧ୍ୟ କହିଥାନ୍ତି ପାରାଡାଇଜ୍। ବାସ୍ତବରେ ଭାରତ ପରିସ୍ଥାନ ଥିଲା, ଏବେ କବରସ୍ଥାନ ହୋଇଯାଇଛି। ଏବେ ପୁଣି ତୁମେ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗର ମାଲିକ ହେଉଛ। ବାବା ଆସି ସୁପ୍ତ ଆତ୍ମାମାନଙ୍କୁ ଜାଗ୍ରତ କରାଉଛନ୍ତି। ଏହା ବି ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ। ଯିଏ ନିଜେ ଜାଗ୍ରତ ହୋଇଥାନ୍ତି ତ ଅନ୍ୟକୁ ପୁଣି ଜାଗ୍ରତ କରାଇଥାନ୍ତି। ଜାଗ୍ରତ କରାଉନାହାନ୍ତି ଅର୍ଥାତ୍ ନିଜେ ହିଁ ଜାଗ୍ରତ ହୋଇନାହାନ୍ତି। ତେଣୁ ବାବା ବୁଝାଉଛନ୍ତି ଯେ ଏହି ଗୀତ ଆଦି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। କେଉଁ କେଉଁ ଗୀତ ବହୁତ ମନମୁଗ୍ଧକର। ଯେବେ ତୁମେ ଉଦାସ ହୋଇଯାଉଛ ତ ଏହି ଗୀତ ବଜାଅ, ତାହା ହେଲେ ଖୁସି ଫେରିଆସିବ। ରାତ କେ ରାହି ଥକ୍ ମତ ଜାନା, ଏହା ମଧ୍ୟ ଭଲ ଗୀତ ଅଟେ। ଏବେ ରାତ୍ରି ଶେଷ ହେଉଛି। ମନୁଷ୍ୟ ଭାବୁଛନ୍ତି ଯେ ଯେତେ ଭକ୍ତି କରିବୁ ଭଗବାନ ଶୀଘ୍ର ମିଳିଯିବେ। ହନୁମାନ ଆଦିଙ୍କର ସାକ୍ଷାତକାର ହେଲେ ଭାବନ୍ତି ଭଗବାନ ମିଳିଗଲେ। ବାବା କହିଥାନ୍ତି ଯେ ଏହି ସାକ୍ଷାତକାର ଆଦି ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଯେପରି ଭାବନା ରଖିଥାନ୍ତି ତାହାର ସାକ୍ଷାତକାର ହୋଇଥାଏ। ବାକି ଏପରି କେହି ହୋଇନଥାନ୍ତି। ବାବା କହୁଛନ୍ତି ଯେ ଏହି ବ୍ୟାଚ୍ ତ ସମସ୍ତେ ସର୍ବଦା ଲଗାଇ ରଖନ୍ତୁ। ବିଭିନ୍ନ ପ୍ରକାରର ବ୍ୟାଚ୍ ତିଆରି ହେଉଛି। ବୁଝାଇବା ପାଇଁ ଏହା ବହୁତ ଭଲ ମାଧ୍ୟମ ଅଟେ। ତୁମେ ରୁହାନୀ ସୈନିକ ଅଟ ନା? ସୈନିକମାନଙ୍କର ସର୍ବଦା ନିର୍ଦ୍ଦିଷ୍ଟ ଚିହ୍ନ ରହିଥାଏ। ତୁମେମାନେ ଏହିପରି ବ୍ୟାଚ୍ ପିନ୍ଧି ରହିଲେ ନିଶା ଚଢ଼ିବ ଯେ ଆମେ ଏହିପରି ଲକ୍ଷ୍ମୀନାରାୟଣ ହେଉଛୁ। ଆମେ ବିଦ୍ୟାର୍ଥୀ ଅଟୁ। ବାବା ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି। ମନୁଷ୍ୟ ଦେବତାମାନଙ୍କର ପୂଜା କରିଥାନ୍ତି। ଦେବତାମାନେ ତ ଦେବତାଙ୍କର ପୂଜା କରିବେ ନାହିଁ। ଏଠାରେ ମନୁଷ୍ୟ ଦେବତାମାନଙ୍କର ପୂଜା କରିଥାନ୍ତି, କାହିଁକି ନା ଦେବତାମାନେ ଶ୍ରେଷ୍ଠ ଅଟନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବୁଦ୍ଧିରେ ସର୍ବଦା ନିଜର ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ମନେ ରଖିବାକୁ ହେବ। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସର୍ବଦା ସାଥିରେ ରହିଥାଉ। ଏହି ଖୁସିରେ ରୁହ ଯେ ମୁଁ ଏହିଭଳି ହେବା ପାଇଁ ପାଠ ପଢ଼ୁଛି। ଏବେ ଆମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ। 2 ନମ୍ବର। ନିଜର ପୁରୁଣା ମୂଲ୍ୟହୀନ ଚାଉଳ ମୁଠାକ ଦେଇ ମହଲ ନେବାକୁ ହେବ।
ବ୍ରହ୍ମା ବାବାଙ୍କୁ ଅନୁକରଣ କରି ଅବିନାଶୀ ଜ୍ଞାନରତ୍ନର ବ୍ୟାପାରୀ ହେବାକୁ ପଡ଼ିବ। ଆଜିର ବରଦାନ। ନିଜର ନିଶ୍ଚୟ ଆଧାରରେ ବିଜୟୀ ରତ୍ନ ହୋଇ ସମସ୍ତଙ୍କ ପାଇଁ ମାଷ୍ଟର ସାହାରାଦାତା ହୁଅ। ନିଜର ନିଶ୍ଚୟ ଆଧାରରେ ବିଜୟୀ ରତ୍ନ ହୋଇ ସମସ୍ତଙ୍କ ପାଇଁ ମାଷ୍ଟର ସାହାରାଦାତା ହୁଅ। ଡିଟେଲ୍ସ। ନିଶ୍ଚୟ ବୁଦ୍ଧି ପିଲାମାନେ ବିଜୟୀ ସ୍ଥିତିରେ ରହୁଥିବା କାରଣରୁ ସର୍ବଦା ଖୁସିରେ ନାଚିଥାନ୍ତି। ସେମାନେ ନିଜର ବିଜୟ ବର୍ଣ୍ଣନା କରିନଥାନ୍ତି, କିନ୍ତୁ ବିଜୟୀ ହୋଇଥିବା କାରଣରୁ ଅନ୍ୟମାନଙ୍କର ମଧ୍ୟ ସାହସ ବଢ଼ାଇଥାନ୍ତି। ସେମାନେ କାହାକୁ ତଳକୁ ଖସାଇବା ପାଇଁ ଚେଷ୍ଟା କରନ୍ତି ନାହିଁ, କିନ୍ତୁ ବାବାଙ୍କ ସମାନ ସାହାରାଦାତା ହୋଇଥାନ୍ତି, ଅର୍ଥାତ୍ ତଳୁ ଉପରକୁ ଉଠାଇଥାନ୍ତି। ବ୍ୟର୍ଥଠାରୁ ସର୍ବଦା ଦୂରେଇ ରହିଥାନ୍ତି। ତେବେ ବ୍ୟର୍ଥଠାରୁ ଦୂରେଇ ରହିବା ହିଁ ବିଜୟୀ ହେବା। ଏହିପରି ବିଜୟୀ ପିଲାମାନେ ସମସ୍ତଙ୍କ ପାଇଁ ମାଷ୍ଟର ସାହାରାଦାତା ହୋଇଯାଆନ୍ତି। ଆଜିର ସ୍ଲୋଗାନ। ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତିରେ ସେବା କରୁଥିବା ଆତ୍ମାମାନେ ହିଁ ସଫଳତା ମୂରତ ଅଟନ୍ତି। ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତିରେ ସେବା କରୁଥିବା ଆତ୍ମାମାନେ ହିଁ ସଫଳତା ମୂରତ ଅଟନ୍ତି। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯୋଗର ପ୍ରୟୋଗ କରିବା ପାଇଁ ନିଜର ଦୃଷ୍ଟିବୃତ୍ତିରେ ମଧ୍ୟ ପବିତ୍ରତା ଉପରେ ଆହୁରି ଅଧିକ ଧ୍ୟାନ ଦିଅ। ତେବେ ପ୍ରଥମ ମୂଳଦୁଆ ହେଲା ନିଜର ସଂକଳ୍ପକୁ ଶୁଦ୍ଧ, ଜ୍ଞାନ ସ୍ୱରୂପ ଏବଂ ଶକ୍ତି ସ୍ୱରୂପ କର। ଯିଏ ଯେତେ ବି ଭଟକି ଯାଇଥିବା ଆତ୍ମା ହୋଇଥାଉ, ଉଦାସ ହୋଇଥାଉ, ଦୁଃଖ ଅବସ୍ଥାରେ ଆସିଥାଉ ବା ଖୁସିରେ ରହିବା ଅସମ୍ଭବ ବୋଲି ଭାବୁଥାଉ, କିନ୍ତୁ ତୁମ ସମ୍ମୁଖକୁ ଆସିବା ମାତ୍ରକେ ତୁମର ମୂରତ, ତୁମର ବୃତ୍ତି, ତୁମର ଦୃଷ୍ଟି ଆତ୍ମାକୁ ପରିବର୍ତ୍ତନ କରିଦେଉ। ଏହା ହିଁ ହେଉଛି ଯୋଗର ପ୍ରୟୋଗ। ଓମ୍ ଶାନ୍ତି।